ଜାଣିଛ ହୋ ବୁଢା ତ ବାଗେଇକି ଆସିଛି ବୋଲେ ସୁଗ୍ରୀବେ ରାମ କୃଷ୍ଣ ଭାଷା ସୁଗ୍ରୀବ ଏବଂ ରାମ ମୈତ୍ର ବସିଲେ କହିଲେ କାହିଁକି ମୈତ୍ର ବସିଲେ ନା ମୁଁ ବେନିଜନ ପ୍ରକାର ସଫା କରୁଛି କଣ ତ ସୁଗ୍ରୀବ କହିଲେ ମୋ ସ୍ତ୍ରୀ ତାରାକୁ ନେଇକି ବାଡ଼ିରେ ଧରି ବନ୍ଦି କରିଛି ରାମ କହିଲେ ମୋ ସ୍ତ୍ରୀକି ରାବଣ ଧରି ଯାଇଛି କହିଲେ କାହିଁକି ଚିନ୍ତା ନାହିଁ ଆମେ ପାଣି ଦେନା ପାଣି ମୈତ୍ର ବସିଲେ ଆଚ୍ଛା ବସିବେ ଯେ କାହିଁକି କେଜାଣି ସୁଗ୍ରୀବ ମନେ ଟିକେ ସନ୍ଦେହ ହେଲା କହିଲା ତମେ ବାଇକି ମାରିପାରିବ ନା ମାରିନି ନା ହଉ ଯଦି ମାରିବେ ସତ୍ୟ କଲେ ରାମ ଆପଣ କଥା ଜାଣିଛନ୍ତି ଆପଣ ଯାହା ଜାଣିଛନ୍ତି ସେ ହଉଛି ପାଲା ମନରୁ ଗଠନ କରିକି ପାଲାରେ ଖୁସି ଗାଇଦେବେ ରାମ ପୁରା ଗଠନରେ ଲୁଚିକି ଗୋଟେ ଗଛ ବେଳେ ମା ଲୁଚିଲେ ବାଇର ସମ୍ମୁଖ ଭାଗରେ ଯିଏ ଯୁଦ୍ଧ କରିବ ତା ଅଧା ବଳ ବାରି କାଢିବ ବାଇର ଯୁଦ୍ଧ କରିବେ ଯିଏ ବାରି ସହିତ ଯୁଦ୍ଧ କରିବ ସେ ଲୁଚି ଯୁଦ୍ଧ କରିବ ନା ବାପ ସଞ୍ଜୟ ପଣ୍ଡା କଣ ସମ୍ମୁଖ ଯୁଦ୍ଧ କରିବ ସେ ଲୁଚି ଯୁଦ୍ଧ କରିବ ନା କଣ କଲେ ଆଜି ଇଏ ଲୁଚି ଚୋର କରିକା ଆଜ୍ଞା କରିବ ହଉ ହେଲା ଇଏ ସମ୍ମୁଖ ଭାଗରେ ଯୁଦ୍ଧ କରିକି ଜିତିଛି ଅଧିବାସ କଲା କାଲି କଣ ହବ ଆପଣ ଦେଖନ୍ତୁ କାଲି ପଛେ ଦି ଜଣ ଠେଙ୍ଗା ପଟେ ଦି ଜଣ ଠେଙ୍ଗା ଧରିକି ଆମ ଦି ଜଣ ଲାଗିବ ହେଇଯିବ ଅଲି ଯଦି ଏ କଥା ଠିକ କିନ୍ତୁ ବସାରେ ଖାଇଲାକୁ ଦିଟି ଯାକ କାଳେ ଯଦି ସନ୍ଧ୍ୟା ଘଣ୍ଟା ପତ୍ର ଦିଟା ମାଛ ପିସ୍ ପଡିଗଲା ମୋ ଭାଗ ଗୋଟେ ବସି ଛାଇନି ତ ଭାଇନା ପାଖରେ ଆଉ ଗୋଟେ ନା ସମ୍ପର୍କ ଅଛି ଇଣ୍ଟିମେଟ ସମ୍ପର୍କ ପେଣ୍ଡାଲ ଉପରେ ନିଜ କାହାକୁ ଛାଇନି ଏଇ ହଉଛି ଆମ ବାଦ ଆଚ୍ଛା ତମେ ଯେମିତି କଥା ଯଦି ଏ କଥା ଠିକ ଏ ଗଛ ମୂଳେ ଲୁଚିକି ମାଇଲା ସର କି ରାମ ଏ ଗଛଟାକୁ ଉପର କରିଥିଲା କିଏ ଭାଇ ये गछटा छुआ दिन ता गछटा कत छाक যদি খাইলে মিঠা তা ছেলেটা খাইলে মিঠা তা ফুলটা খাইলে মিঠা তা ফলটা খাইলে মিঠা মানুষ গছর নাটা কোন ছিলা কোন মধুর কুন্ডা গছ এই মধুর কুন্ডা গছর না ছিলা মধুর কুন্ডা যেতলে রাম লুচিকি মারি দিলে বাই দেহের বাঁধিলা বায়ু নীলা গছু কইলা হলি তু মতে বিশ্বাসঘাতক করতু তোকে ମୋ ହାତରେ ରୋପଣ କରିଥିଲି ରିଜେ କରିଲି ଦେଖିବା ପାଇଁ ଗୋରାଟା ଯେ ତୁ ଦେଖିବା ପାଇଁ ବେଙ୍ଗାଟା ଯେ ତୁ ଦେଖିବା ପାଇଁ ମଧୁରଟା ଯେ ତୋତେ ଦେଖିଦେଲେ ତ ସମସ୍ତଙ୍କ ମନ ଆସିଯିବ ହେଲେ ତୋ ଦେହରେ ଯୋଉ ହଳାହଳ ବିଷ ଅଛି ମୁଁ ଆଜି ପ୍ରଥମ ଥର ପାଇଁ ଜାଣୁଛି ବାଇ କହିଲା ଏତେ ସୁନ୍ଦରିଆ ବୋଲି ତୋ ଦେହଟା ଏତେ ମିଠା ବୋଲି ତୁ ଗର୍ବ କରୁଛୁ
হ্যাঁ হ্যাঁ তাহলে আজ্ঞା ଦ୍ୱାପର ଯୁଗରେ ଗୋଟେ ଗଛ ବିଷା ପକାଇଲେ ସେ ହେଲା କଦମ୍ବ কদম କଳି ଯୁଗରେ ଗୋଟେ ଗଛ ବିଷା ପକାଇଲେ সেইটা থাক জমা ସେଇଟା দিয়ে କଣ হ্যাঁ ମୋ ଶ୍ରଦ୍ଧ ସାନକୁ ଭାଇ କହିବେ ଇନ୍ଦ୍ର ଦିନ କହିବେ এই 7 ଦିନ କାଳ ତ ଆପଣ କହିଦେଲେ ତ ଦିନ କହିବେ নকলে କହିବି ଆଉ ଗ୍ୟାରେଣ୍ଟି ଦେଲି ଆଉ ଯଦି ସେ ନ କହିବେ ସେ କହିଦେବେ হ্যাঁ ଚଲାକିଆ ଗାୟକ ସେ କହିଦେବେ হ্যাঁ କଣଟା ବ୍ରାହ୍ମଣ ନା ବିଷ୍ଣୁଟା ଖାଉଛନ୍ତି ସେ କହିଦେବେ হ্যাঁ ଅଲିଆ ଯଦି ଏ କଥା ଠିକ ଯଦି ଆପଣଙ୍କର କଥା ଠିକ ହେଲା କଥା କହିବି ନା ଆପଣଙ୍କର ସେଦିନ ହିରଣ୍ୟ କହିଲା ହେ ପ୍ରିୟ ସଖୀ କଥା ଶୁଣ ଆଜି ଫେରି ଆସିଲା ହିରଣ୍ୟ କଶୁପ କହିଲା ତୁମ ନେଇକି ବସିଛି କହିଲା ତମେ କୁଆଡ଼େ ଯାଇଥିଲ ବିମଳର ସନ୍ଧ୍ୟା କହିଲା ତମେ କୁଆଡ଼େ ଯାଇଥିଲ ତମେ ରାଜସିଂହାସନ ଆସିଲ ମୋ ସହିତ କଥା ନାହିଁ ବାର୍ତ୍ତା ନାହିଁ କଣ ଟିକେ ଦେଖା ଦେଖି କୁଆଡ଼େ ପଳେଇଲ ଆଉ ନାରୀ ତ ସନ୍ଦେହୀ କହିଲା ଏତେ ଦିନ ପରେ ମୋ କାହାକୁ ଆଇଲ ପୁଣି କୁଆଡ଼େ ଗଲ ନାରୀ ଭାବିଲା କହିଲା ଭାବିଲା ମୋ ସ୍ୱାମୀଙ୍କର ଆଉ କୋଉ ସ୍ତ୍ରୀ ସହିତ ସମ୍ପର୍କ ଅଛି ଭାଇମାନେ ଆସିଲେ ଭାଇମାନଙ୍କୁ ବେଶୀ ସମୟ ବସେଇବା ପାରାଗାରଙ୍କ କର୍ତ୍ତବ୍ୟ ସଂକ୍ଷିପ୍ତରେ କହିଦେଉଛି ଯୋଗୀ କଥା ଠିକ ଆପଣଙ୍କର ସେଦିନ ହିରଣ୍ୟ କଶିପ କହିଲା କହିଲାକୁ ସ୍ୱାମୀ ବନ୍ଧୁଟି କଥା କହି କହୁନା ତମେ ପ୍ରକୃତ ମୋ ସ୍ତ୍ରୀ ଯଦି ତମେ ମତେ ଭଲ ପାଉ ମୁଁ କୁଆଡ଼େ ସେଦିନ ଯାଇଥିଲି ଅର୍ଘରୁ ମିଶିଲେ ଆଉ କାହିଁକି ଏତେ ସମୟ ଫେରିଲି ଏ କଥା ତମେ চারিব নাই ୟା ମନର ସନ୍ଦେହ ଆଗକୁ ବଢିଲା ୟା ମନ ସନ୍ଦେହ ଆଗକୁ ବଢିଲା କହିଲ ମା ସ୍ତ୍ରୀ ପଚାରୁଛି ସ୍ୱାମୀ କି କୁଆଡ଼େ ଯାଇଥିଲ ରାତି ଅଧାରେ ଇଏ କହୁଛି ମତେ ଆଉ ପଚାରିବନି ସନ୍ଦେହ ବଢିବନି কোন কৌতম ବଢିଲା ସନ୍ଦେହ କହିଲା ତମେ କୁଆଡ଼େ ଯାଇଥିଲ ଗୋଟେ ନାରୀ ଗୋଟେ ପୁରୁଷ ଠାରୁ ସତ କଥା ଆଦାୟ କରିପାରୁନି ଯେତେବେଳେ ଆଦାୟ କରିବ বৈরন্ত ভীত দর্শনে ভোগনে অতি সংগ্রামে সুদেবায়ং স্বামী তথ্য বাচন বাচ ମୋ ମା ଯେତିକି ବସିଛ ଅଧିକାଂଶ କାଳରେ ଶୁଣ ସ୍ୱାମୀ ସତ କଥା କହୁନାହାନ୍ତି ତମେ ସ୍ୱାମୀ କଥା ସତ କଥା କେତେବେଳେ ଆଦାୟ କରିବ ଚାରିଟା ପଥ ଚିରି ଲେଖ ଉଠୁନୁ କହୁନା ନାକ ପର୍ଷ ପିନ୍ଧିତ ବଇଛି না সেটা কয়া হইছি ପାଇବାକୁ ଯଦି ତମ ଟିକେ ଖଟ ହବନି ପଇସା ଗୋଟାଏ ଟଙ୍କା ଛାଡ଼ିବନି ମାନେ ଆମେ ଛାଡ଼ିବୁ ଆମେ ପାଳନ କରିବାକୁ আজ্ঞা କହିବାକୁ ମୁଁ ଗଲି তাপা কয়া হইছি ହଁ হ্যাঁ କୁହ ଉଠିଲା କହିବାକୁ ହଁ ହିରଣ୍ୟ କଶୁପ କହିଲା ମତେ ତାକୁ ପଚାରିବନି ନାଇଁ ମୁଁ କୁଆଡ଼େ ଯାଇଥିଲି କଣ କରୁଥିଲି କରୁଥିଲି ଗୋଟେ ସ୍ତ୍ରୀ ହଁ କେମିତି ସ୍ୱାମୀକୁ ସତ କଥା আদায় করিব ପ୍ରଥମେ ହେଲା ଅଟୋବି ଅଟକି ଅଟୋବି କରିବ କଣ କରିବ ଓଟ ଉପରେ ଉଞ୍ଚାରେ ବସିକି ବୁଲିବ ସମୁଦ୍ର କଣ୍ଡି କଳା ମହାଦାଙ୍କର আমার সংস্কৃত হোক পারবো ଅଟୋବି କହିଲେ ପରିଭ୍ରମଣ ଓହୋ ବୁଲାବୁଲି କରିବ ଯେତେବେଳେ ସ୍ୱାମୀ ସ୍ତ୍ରୀ ବୁଲାବୁଲି କରୁଥିଲେ ପାର୍କରେ ହଁ ତ ଯୋଉଠି ହଉ। ହଉ ସେଇଠି ସତ କଥା ଆଦାୟ କରିବ କରିବ ଦିନେ ହିରଣ୍ୟ କଶୁପ ହଁ ତା ସ୍ତ୍ରୀ କହିବାକୁ ଧରି ହଁ ପାହାଚ ଭିତରେ ବୁଲୁଛି ବୁଲୁଛି ବା ଓଡ଼ିଆରେ କହିଲେ ପ୍ରମୋଦ ଉଦ୍ୟାନ ଉଦ୍ୟାନ ସ୍ୱାମୀ ହଁ ଦେଖ କେତେ ସୁନ୍ଦର ଗଲା ଭେରି ବିୟୁଟିଫୁଲ ବଢିଆ ହେଇଛି କହିବାକୁ ସ୍ୱାମୀ ତମକୁ ସ୍ତ୍ରୀ ପ୍ରକୃତ ଭାଗ୍ୟ ଥିଲେ ଗଲା ତମେ ଯାହା ମାଗିବ ହଁ ମୁଁ ଆଜି ତମକୁ ଦେବି କଣ ଏମିତି ଭାବ ଉଛୁଳିଟା କାନ୍ଧରେ ହାତ ପକଉଛ କହୁନ ତମେ ଯାହା ମାଗିବ ମୁଁ ଦେବି ଆଚ୍ଛା ସ୍ୱାମୀ ମାଗିବା କଥା ନୁହଁ ହୁଁ କହୁଛି ଗୋଟିଏ କଥା ପଚାରୁଛି ହଁ ତମେ ସେଦିନ ଆମେ ଗୋଟିଏ ବେଳରେ ଆମେ ଶୋଇଥିଲୁ হ্যাঁ হ্যাঁ ତମେ ଠିକ ଗୋଟାକରେ ଗଲ ଯେ ରାତି ପାଇଲା ପାଷାଣୀ ସ୍ତ୍ରୀଟା এ কয়া দুটো মরিব ଏମିତି କଣ ଦୁଆ କହିତା କଣ ୟା ପାଖରେ କିଏ ରହିବନି ଅଟୋବି ହଁ ଦେବଦର୍ଶନୀ ହିରଣ୍ୟ କଶୁପର ଦେବତା କିଏ ଇଏ ଶିବ 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 ଏକା ଦର୍ଶନ କରିବନି ନାଇଁ ଯେତିକି ଭାଇମାନେ ବସିଛ ହଁ ବର୍ତ୍ତମାନ ଶିବଙ୍କୁ ଦର୍ଶନ କର କର ନୃସିଂହ ଠାକୁରଙ୍କୁ ଦର୍ଶନ କର କର ବ୍ରାହ୍ମଣଙ୍କୁ ଦର୍ଶନ କର କର ତୀର୍ଥକୁ ଯା ଏକା ବେଳେ ଫଳ ମିଳୁନି ସ୍ତ୍ରୀ କି ସାଙ୍ଗେ ଧରିକି ଯିବ ଯାହାର ନାହିଁ ଆଜି
ହିରଣ୍ୟକଶ୍ୟପ କହିଲା ଟିକେ ଶିବଙ୍କୁ ଦର୍ଶନ କରିବି କରିବା ମହାଦେବ ତାହେଲେ ଶିବ ହଁ ଶିବ ମନ୍ଦିର ପ୍ରବେଶ କଲା କଲି ନମସ୍କାର କିଏ କଲା ହିରଣ୍ୟକଶ୍ୟପ ହଁ ବଢିଆ ମାର ବିଶ୍ୱନାଥ